ନମସ୍କାର ଓଡ଼ିଶାବାସୀ ଶୁଭ ସକାଳ। ଆଜି ହେଉଛି 30 ଅଗଷ୍ଟ ଶୁକ୍ରବାର। ଆଜି ରହିଛି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି, ଆପଣଙ୍କ ଜିଲ୍ଲାରେ ଯଦି ଖବର ଦେଖିବା ପାଇଁ ଚାହୁଁଛନ୍ତି ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, 31 ଯାଏଁ ପ୍ରବଳ ବର୍ଷା ବସିବ। ବଙ୍ଗୋପସାଗରରେ ଗୁରୁବାର ଦିନ ଏକ ଲଘୁଚାପ ସୃଷ୍ଟି ହୋଇଥିଲା, ଯାହା ଫଳରେ ଏବେ ଲଗାତାର ଆହୁରି 2 ଦିନ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ 11ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ତେବେ ଆସନ୍ତା 30 ଓ 31 ତାରିଖର ପ୍ରବଳ ବର୍ଷା ହେବା ଯୋଗୁରୁ ସବୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି ସମୁଦ୍ରକୁ ନ ଯିବା ପାଇଁ। ସମସ୍ତଙ୍କୁ ବାରଣ କରାଯାଇଛି। ଆଉ ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନମ୍ବର 2, ନିଜକୁ ଜଗନ୍ନାଥଙ୍କ ସହିତ ତୁଳନା କରିଥିବା ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲେ ଲୋକେ। ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପି ସରକାର ଏହାର ନେତାମାନେ ଅପମାନ କରି ଆସୁଛନ୍ତି। ଓଡ଼ିଆ ଅସ୍ମିତାର ଦାହୀ କହି ସରକାର ଆସିଥିବା ବିଜେପି ସରକାର କ୍ଷମତା ଲୋଭରେ ଅନ୍ଧ ହୋଇଗଲାଣି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଜଗନ୍ନାଥ ସହିତ ତୁଳନା କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ପ୍ରତିବାଦରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତାଙ୍କ କୁଶ ପୁତଳିକା ଦାହ କରାଯାଇଛି। ଆଜି ଦ୍ୱିପ୍ରହରେ କଂଗ୍ରେସ ଭବନରୁ ଏକ ଅଭିନବ ଶୋଭାଯାତ୍ରା ବାହାରିଥିଲା। ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ହାତରେ ନଡ଼ିଆ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ସେଠାରେ କିଛି ସମୟ ପୋଲିସ ଯୁବ କଂଗ୍ରେସ କର୍ମଚାରୀ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ଆଉ ଏହି ଅବସରରେ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଥିଲେ ଯେ ମହାପ୍ରଭୁଙ୍କୁ ନେଇ ବିଜେପି ନିର୍ବାଚନ ପୂର୍ବରୁ ରାଜନୀତି କରି ଆସୁଥିଲା, ଆଉ ଏବେ ପୁଣି ରାଜନୀତି ମଧ୍ୟ କରୁଛି। ସମ୍ବିତ ପାତ୍ର ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ବୋଲି କହିଥିଲେ। ଆଉ ଏବେ ମୁଖ୍ୟମନ୍ତ୍ରୀ ନିଜକୁ ଜଗନ୍ନାଥ ବୋଲି କହିଲେଣି। ଜଗନ୍ନାଥଙ୍କୁ କୋଟି କୋଟି ଓଡ଼ିଆ ଭକ୍ତଙ୍କ ଭାବାବେଗ ସହିତ ଖେଳୁଛନ୍ତି ଏହି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ନିଜେ ତୁରନ୍ତ ଭୁଲ ମାଗନ୍ତୁ ରାଜ୍ୟବାସୀଙ୍କୁ ବୋଲି କହିଛନ୍ତି କଂଗ୍ରେସ ଯୁବ ନେତା। ନମ୍ବର 3, ବିଜ୍ଞାପନ ବାବଦରେ 5 ବର୍ଷରେ 433 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ବିଜ୍ଞାପନ ବାବଦରେ 5 ବର୍ଷରେ 433 କୋଟି ଟଙ୍କା ଖର୍ଚ୍ଚ କରିଛି ବିଜେଡି। ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ବିଜେପି କହିଲା କେଉଁ ସୂତ୍ରରୁ ଟଙ୍କା ଆଣି ବିଜ୍ଞାପନ ଦେଇଥିଲେ ତାହାର ହେବ ତଦନ୍ତ। ବିଜେଡିର କାଉଣ୍ଟର ପ୍ରଚାର ପାଇଁ 6,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦି। ଆଉ ବିଜେପି ଭିତରେ ଜୋର ଧରିଥିଲା ବିଜ୍ଞାପନ ବିବାଦ। ପୂର୍ବ ସରକାର ବିଜ୍ଞାପନ ବାବଦରେ ଗତ ବର୍ଷକ ମଧ୍ୟରେ 50 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି 5 ବର୍ଷରେ 433 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି। ଏହାପରେ ବିଜେପି କହିଛି ପୂର୍ବ ସରକାର ପ୍ରଚାର ସର୍ବୋଚ୍ଚ ଥିଲା। ଏତେ ଟଙ୍କା କେଉଁ ସୂତ୍ରରୁ ବିଜ୍ଞାପନ ଦେଇଥିଲା ତାର ମଧ୍ୟ ତଦନ୍ତ ହେବ। କାଉଣ୍ଟର କରି ବିଜେଡି କହିଛି ମୋଦି ସରକାର 6,000 କୋଟି ଟଙ୍କାର ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି। ଆଉ ବିଜେଡି ସରକାର ଯେଉଁ ବିଜ୍ଞାପନ ଦେଇଥିଲେ ଜନ କଲ୍ୟାଣ ଯୋଜନା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ପୂର୍ବ ସରକାରଙ୍କ ବିରୋଧରେ ପୁଣି ଏକ ସଙ୍ଗୀନ ଅଭିଯୋଗ। ସିଧାସଳଖ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ବିଜ୍ଞାପନ ଖର୍ଚ୍ଚ କିଭଳି ସୀମା ଟପିଯାଇଛି ସେ ସମ୍ପର୍କରେ ତଥ୍ୟ ରଖିଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ। ବିଧାନସଭାରେ ମୋହନ ଚରଣ ମାଝୀ କହିଛନ୍ତି 2023 ମାସରୁ 2024 ଭିତରେ ସରକାର ବିଜ୍ଞାପନରେ ଏତେ ଟଙ୍କା କାହିଁ ଖର୍ଚ୍ଚ କଲେ, କୋଉଠୁ କଣ କଲେ ସେ ନେଇ ବଡ଼ ତଦନ୍ତ ହେବ ବୋଲି କୁହାଯାଇଛି। ତେବେ ସବୁଠାରୁ ବଡ଼ ଖବର, ଆସନ୍ତା ମାସ 9 ଦିନରେ ଛୁଟି ଘୋଷଣା। ତେବେ ବନ୍ଦ ରହିବ ସ୍କୁଲ, କଲେଜ, ବ୍ୟାଙ୍କ, ଅଫିସ। 9 ଦିନ ଛୁଟି ରହିବ ବୋଲି କୁହାଯାଉଛି। ଅଗଷ୍ଟ ମାସରେ ଅନେକ ପର୍ବ ବିଶେଷ ଉତ୍ସବ ପାଇଁ ବହୁ ସାଧାରଣ ଛୁଟି ରହିଥିଲା। ତେଣୁ ଏବେ ସେପ୍ଟେମ୍ବର ମାସରେ ମଧ୍ୟ 9 ଦିନ ଛୁଟି ହେବ ବୋଲି କୁହାଯାଉଛି। ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ ଛୁଟି ଦିନର ସୁଯୋଗ ନେଇପାରିବେ। ସ୍କୁଲ, ଅଫିସ, କଲେଜ ସବୁ ବନ୍ଦ ହେବ। ଲଗାତାର 9 ଦିନ ଅଫିସ ଏବଂ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଉଛି। କେଉଁ କେଉଁ ଦିନ ବନ୍ଦ ରହିବ? ସେପ୍ଟେମ୍ବର 1ରେ ରବିବାର ହେତୁ ବ୍ୟାଙ୍କ, ସ୍କୁଲ, କଲେଜ ସବୁ ବନ୍ଦ। ଆଉ ସେପ୍ଟେମ୍ବର 7ରେ ଶନିବାର ଗଣେଶ ପୂଜା ହେତୁ ବନ୍ଦ ରହିବ। ସେପ୍ଟେମ୍ବର 8ରେ ସାପ୍ତାହିକ ଛୁଟି ପାଇଁ ବନ୍ଦ ରହିବ। ସେପ୍ଟେମ୍ବର 14ରେ ଓନାମ କାରଣରୁ ଛୁଟି ରହିବ। ସେପ୍ଟେମ୍ବର 15ରେ ରବିବାର ଛୁଟି ରହିବ। ତା ସହିତ ଇଦ୍ ମିଲାଦ ସୋମବାର ସେପ୍ଟେମ୍ବର 16ରେ ଛୁଟି ରହିବ। 22ରେ ରବିବାର ବ୍ୟାଙ୍କ ବନ୍ଦ ରହିବ।
ଚତୁର୍ଥ ଶନିବାର ହୋଇଥିବାରୁ ସେପ୍ଟେମ୍ବର 28ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆଗାମୀ ଏଇ ମାସରେ 9 ଦିନରେ ବ୍ୟାଙ୍କ ଟୋଟାଲ ବନ୍ଦ ରହିବ। ତା ପୂର୍ବରୁ ଆପଣମାନେ ସବୁ କିଛି କାମ କାର୍ଯ୍ୟ ସାରି ଦିଅନ୍ତୁ ବୋଲି କୁହାଯାଇଛି। ତେବେ ଆଉ ଡିଲିଟ୍ କରିବାକୁ ପଡ଼ିବନି ଫଟୋ ଭିଡିଓ 100 ଜିବି ମାଗଣା ସ୍ପେସ୍ ଦେବ ଏବେ ଜିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରି ଆଜି 47ତମ ବାର୍ଷିକ ସାଧାରଣ ସଭାରେ ଆୟୋଜନ କରିଛି। ଏହି ସଭାରେ ଜିଓ ଦ୍ୱାରା ଏଆଇ କ୍ଲାଉଡ ଆରମ୍ଭ କରାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରି ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି। ଘୋଷଣା ସହିତ ଏହାର ମଧ୍ୟ କୁହାଯାଇଛି ଯେ ସ୍ୱାଗତ ଅଫର ଭାବରେ 100 ଜିବି ଷ୍ଟୋରେଜ ଡାଟା ମାଗଣାରେ ଦିଆଯିବ। ଜିଓ ଏଆଇ କ୍ଲାଉଡର ଉଦ୍ଦେଶ୍ୟ ହେଉଛି ଜିଓର ଉପଭୋକ୍ତାମାନେ କ୍ଲାଉଡ ଷ୍ଟୋରେଜ ସମାଧାନ ପ୍ରଦାନ କରିବେ। ଏହି ଅବସରରେ ମୁକେଶ ଅମ୍ବାନୀ କହିଛନ୍ତି, ମୁଁ ଘୋଷଣା କରୁଛି ଯେ ଜିଓ ବ୍ୟବହାରକାରୀମାନେ 100 ଜିବି ମାଗଣା କ୍ଲାଉଡ ଷ୍ଟୋରେଜ ପାଇବେ, ଯାହା ସହିତ ନିଜର ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡିଜିଟାଲ ବିଷୟବସ୍ତୁକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବାରେ ସମର୍ଥ ହେବେ। ସେ କହିଛନ୍ତି ଯେ ଉଦ୍ଦେଶ୍ୟ କେବଳ ଲୋକମାନଙ୍କର ଷ୍ଟୋରେଜ ଯୋଗାଇବା ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ପାଇଁ ଏଆଇ ଆଧାରିତ ଉପଲବ୍ଧ କରାଇବ। ଏହିଭଳି କହିଛନ୍ତି। ଦିୱାଲିରେ ଏହି କ୍ଲାଉଡ ସ୍ୱାଗତ ଅଫର ଲଞ୍ଚ କରାଯିବ ବୋଲି ମୁକେଶ ଅମ୍ବାନୀ ଏନେଇ ସୂଚନା ଦେଇଛନ୍ତି। ତେବେ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡୋ ଯାତ୍ରା। ମାର୍ଶାଲ ଆର୍ଟ ସହ ରହିଛି ଖାସ୍ ଲିଙ୍କ। କଂଗ୍ରେସ ସାଂସଦ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଘୋଷଣା ମଧ୍ୟ କରିଛନ୍ତି। ଏହି ଯାତ୍ରାକୁ ଭାରତ ଯୋଡୋ ଯାତ୍ରା ନାମ ଦିଆଯାଇଛି। ସାଧାରଣତଃ ଯୋଡୋ ଶବ୍ଦ ମାର୍ଶାଲ ଆର୍ଟ ବ୍ୟବହୃତ ହୁଏ। ଏହା ପୂର୍ବରୁ ରାହୁଲ କନ୍ୟାକୁମାରୀ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ଏବଂ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ନ୍ୟାୟଯାତ୍ରା କରିଥିଲେ। ରାହୁଲ ଗାନ୍ଧୀ ନିଜ ୟୁଟ୍ୟୁବ ଚ୍ୟାନେଲ ଏବଂ ଏକ୍ସ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟର ବୋଲି କୁହାଯାଉଛି। ଏଥିରେ କେତେକ ପିଲାଙ୍କ ସହ ମାର୍ଶାଲ ଆର୍ଟ କରୁଥିବାର ନଜର ଆସିଛନ୍ତି। ଭିଡିଓ ସହିତ ସେ ଲେଖିଛନ୍ତି ଯେ ଯୁବକମାନଙ୍କୁ ଧ୍ୟାନ ଏବଂ ଜିଉ ଜିତେଶୁ ଏବଂ ଏକୀୟ ଅହିଂସା ସଂଗ୍ରାମ କୌଶଳର ସମନ୍ୱିତ ମିଶ୍ରଣ ଜେଣ୍ଟଲ ଆର୍ଟର ସୌନ୍ଦର୍ଯ୍ୟ ପରିଚୟିତ କରିବା ପାଇଁ ଆମର ଉଦ୍ଦେଶ୍ୟ ଥିଲା। ଆଉ ଭାରତର ଯୋଡୋ ଯାତ୍ରା ପୁଣି ଆରମ୍ଭ ରହିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ବେଙ୍ଗଲ ଜଳିଲେ ଓଡ଼ିଶା ଝାରଖଣ୍ଡ ଚଳିବ ବୋଲି କହିଲେ ଦିଦି, ନିନ୍ଦା କଲେ ସୋରେନ। ତେବେ କୋଲକାତାର ଆରଜିକର ହସ୍ପିଟାଲରେ କାମ କରୁଥିବା 31 ବର୍ଷୀୟ ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ଦାବି ଆରମ୍ଭ ହୋଇଥିଲା। ବିକ୍ଷୋଭ ଏବେ ବଢୁଥିବା ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥରହର ହୋଇଛନ୍ତି। ପ୍ରକୃତ ଦୋଷୀକୁ ସୁରକ୍ଷା ଦେଇଥିବା ନେଇ ବିଜେପି ଦାବି କରୁଥିବା ବେଳେ ଦିଦି ଧମକାଇବା ପାଇଁ ଚେଷ୍ଟା କରୁଛନ୍ତି। ସୂଚନା ମୁତାବକ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଟିଏମସି ଷ୍ଟୁଡେଣ୍ଟଙ୍କୁ ୱିଙ୍ଗକୁ ସମ୍ବୋଧିତ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ଦିଦିଙ୍କୁ। ଯଦି ବଙ୍ଗଳାରେ ଜଳେ ତେବେ ଆସାମ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ଜଳିବ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବୟାନକୁ ନିନ୍ଦା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ଦିଦି ତୁମେ ଆସାମକୁ ଧମକ ଦେବା ପାଇଁ କିପରି ସାହସ କଲ, ଆମକୁ ନାଲି ଆଖି ଦେଖାଅନି। ଆପଣଙ୍କର ବିଫଳ ରାଜନୀତି ଭାରତକୁ ଜାଳିବାକୁ ଚେଷ୍ଟା କରନ୍ତୁ ନାହିଁ। ବିଭାଜନ ଭାଷା କହିବା ପାଇଁ ଆପଣଙ୍କୁ ସ୍ୱଭାବତ ପାଉନି ବୋଲି ଏମିତି କହିଛନ୍ତି। ଦିଦିଙ୍କ ରାଗ ଦେଖି ସବୁ ଷ୍ଟେଟର ଲୋକମାନେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମେଟ୍ରୋରେ ଚେକିଂ, ମହିଳାଙ୍କ କୋଚରେ ପଶିଥିବା ପୁରୁଷ ଯାତ୍ରୀଙ୍କୁ ଧରିଲା ପୋଲିସ। ତେବେ ଦିଲ୍ଲୀରେ ମେଟ୍ରୋରେ ମହିଳାଙ୍କ କୋଚରେ ପୁରୁଷ ଯାତ୍ରୀଙ୍କ ବେଆଇନ ପ୍ରବେଶକୁ ରୋକିବା ପାଇଁ ଦିଲ୍ଲୀ ମେଟ୍ରୋ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। 27 ଅଗଷ୍ଟରୁ ଚାଲିଥିବା ଏହି ଅଭିଯାନ ଅଧୀନରେ ମହିଳା କୋଚରେ ପୁରୁଷ ଯାତ୍ରୀଙ୍କ ପ୍ରବେଶକୁ ଯାଞ୍ଚ କରାଯାଉଛି। ଏଥିପାଇଁ 10ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି, ଯେଉଁଥିରେ ଏହି ସ୍କ୍ୱାଡ୍ମାନେ ପୁରୁଷକୁ ଚେକ୍ କରିବେ, ଯେପରି ମହିଳାଙ୍କ କୋଚରେ ନ ପଶିବା ପାଇଁ ମଧ୍ୟ ବାରଣ ମଧ୍ୟ କରିବେ। ଆଉ ଯିଏ ଜବରଦସ୍ତି ପଶିବ ତା ପାଇଁ ଜୋରିମାନା ମାନେ ଆଦାୟ କରିବେ ବୋଲି କୁହାଯାଉଛି। ତେବେ ଏକାମ୍ର କ୍ଷେତ୍ର ପାଇଁ ପ୍ରକଳ୍ପର ଉନ୍ନତି ପାଇଁ 75 କୋଟି ଟଙ୍କା ଏବେ ଯୋଡ଼ା ଯାଇଛି। ଜୁଲାଇ 28 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ଆଉ 2025 ଶେଷ ହେବ ବୋଲି କୁହାଯାଇଥିଲା। ତେବେ ନୂଆ ପ୍ରକଳ୍ପ ନୂଆ ସରକାର ଆସିବା ପରେ ମାଟି କାମୁଡ଼ି ପଡ଼ିଛନ୍ତି ପୁରୁଣା ସରକାର। 18 ମାସରେ ସରିବା ପାଇଁ ଥିଲାବେଳେ ଏବେ 13 ମାସର କାମ ବାକି ରହିଛି। କ'ଣ କରାଯିବ? ସେହି ପାଇଁ ଆହୁରି 75 କୋଟି ଟଙ୍କା ଖର୍ଚ୍ଚ ହେବ। ଛକରେ ଏକରରେ ଗାଡ଼ି ଲାଗିବ। ଲିଙ୍ଗରାଜ ଥାନାରେ 6 ଏକରର ଗାଡ଼ି ପାର୍କିଂ ହେବ, ଥାନା ହେବ, ଶୌଚାଳୟ ହେବ, ଦୋକାନ ଘର ହେବ ଏବଂ ବିଭିନ୍ନ ପ୍ରକାର ସବୁକିଛି ଦୋକାନ ଘର ନୂଆ ନୂଆ ହେବ। 150ଟି ଦୋକାନ ଘର ତିଆରି ହେବ, ପାର୍କିଂ ବ୍ୟବସ୍ଥା ହେବ। ଓଡ଼ିଶାର କଳାକୃତି କାରୁକାର୍ଯ୍ୟ, ଓଡ଼ିଶା ଖାଦ୍ୟ, ନାନା ସରଞ୍ଜାମ ମଧ୍ୟ ତିଆରି କରାଯିବ ବୋଲି
ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଇଏ ଥିଲା ଆଜିର ମୁଖ୍ୟ ଖବର। ଯଦି ପ୍ରତିଦିନ ଆପଣମାନେ ଆମ ଚ୍ୟାନେଲରେ ମୁଖ୍ୟ ଖବର ପାଇବା ପାଇଁ ଚାହୁଁଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳ 5ଟାରେ ଆପଣମାନେ ଆମ ଚ୍ୟାନେଲରେ ମୁଖ୍ୟ ଖବର ପାଇପାରିବେ। ଜୟ ଜଗନ୍ନାଥ।